ଓಂ ନମ ଶିବାୟ। ଆଜି ଶିବରାତ୍ରି। ଶିବରାତ୍ରିର ତାତ୍ପର୍ଯ୍ୟ ବହୁମୂଲ୍ୟ ଓ ଗଭୀର ଆଧ୍ୟାତ୍ମିକ ଅର୍ଥରେ ନିହିତ। ପ୍ରତିବର୍ଷ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହା ପାଳିତ ହୁଏ। ଶିବରାତ୍ରିରେ ଭକ୍ତମାନେ ରାତିରେ ଜାଗରଣ ରହି ନିଜର ପୂର୍ଣ୍ଣ ଭକ୍ତିଭାବ ଶିବଙ୍କୁ ଦର୍ଶାଇଥାନ୍ତି। ଏହା ଭକ୍ତିର ସବୁଠାରୁ ଗଭୀର ଅଭିବ୍ୟକ୍ତି ମନାଯାଏ। ଏହି ରାତି ମନ ଓ ଚିତ୍ତକୁ ନିର୍ବିକାର କରି ଶୁଦ୍ଧ କରିବାର ଅବସର। ନିଜର କ୍ଷମା, ଧ୍ୟାନ ଓ ଆତ୍ମା ନିର୍ମାଣରେ ସାହାଯ୍ୟ କରେ। ଶିବରାତ୍ରି ଶିବଙ୍କ ତତ୍ତ୍ୱ ଓ ଶକ୍ତିର ପ୍ରତୀକ। ଏହା ମାନବ ଜୀବନର ଅନ୍ତର୍ନିହିତ ଶକ୍ତି, ସୃଷ୍ଟି ଓ ସଂହାରକୁ ସୂଚିତ କରେ। ଶିବରାତ୍ରିରେ ହରିତାଳିକା ଧ୍ୟାନ କରିବା, ଉପବାସ ଓ ପୂଜା କରିବା ଦ୍ୱାରା ମନ, ପାପ ଓ ଅନାବଶ୍ୟକ ମନୋଭାବକୁ ଦୂର କରି ନିଜର ଜୀବନକୁ ପବିତ୍ର କରାଯାଏ। ଏହା ଅନ୍ଧକାର ଓ ମୃଦୁ ମାନସିକତାକୁ ଦୂର କରି ଜ୍ଞାନ, ସଚେତନତା ଓ ଆତ୍ମଜ୍ଞାନ ଆଣିଥାଏ। ଏହି ଶିବରାତ୍ରି ଭକ୍ତି, ଧ୍ୟାନ ଓ ନିଜର ଆତ୍ମାର ଶୁଦ୍ଧି ଓ ଅନ୍ଧକାରରୁ ଆଲୋକର ଦିଗରେ ଯାତ୍ରାର ପ୍ରତୀକ। ଏହି ରାତି ମନ ଓ ଚିତ୍ତକୁ ନିର୍ବିକାର କରି ଶୁଦ୍ଧ କରିବାର ଅବସର। ନିଜର କ୍ଷମା, ଧ୍ୟାନ ଓ ଆତ୍ମା ନିର୍ମାଣରେ ସାହାଯ୍ୟ କରେ। ଶିବରାତ୍ରି ଶିବଙ୍କ ତତ୍ତ୍ୱ ଓ ଶକ୍ତିର ପ୍ରତୀକ। ଏହା ମାନବ ଜୀବନର ଅନ୍ତର୍ନିହିତ ଶକ୍ତି, ସୃଷ୍ଟି ଓ ସଂହାରକୁ ସୂଚିତ କରେ। ଶିବରାତ୍ରିରେ ହରିତାଳିକା ଧ୍ୟାନ କରିବା, ଉପବାସ ଓ ପୂଜା କରିବା ଦ୍ୱାରା ମନ ଭିତରେ ପାପ ଓ ଅନାବଶ୍ୟକ ମନୋଭାବକୁ ଦୂର କରି ନିଜର ଜୀବନକୁ ପବିତ୍ର କରାଯାଏ। ପୌରାଣିକ କଥା ଅନୁଯାୟୀ ଦେବତାମାନେ ସୃଷ୍ଟି ଓ ସଂହାର ନିୟନ୍ତ୍ରଣରେ ନିଜର କ୍ଷମତା ପରୀକ୍ଷା କରିବା ପାଇଁ ଶିବଙ୍କୁ ପୂଜିଥିଲେ। ଏହି ରାତି ମହାଦେବଙ୍କ ଶକ୍ତିର ସର୍ବୋଚ୍ଚ ଦିଗ ପ୍ରକାଶ କରେ। ଏହି ଶିବରାତ୍ରି ଏକ ଗଭୀର ଆଧ୍ୟାତ୍ମିକ ରାତ୍ରି, ଯାହା ମନ ଓ ଆତ୍ମାକୁ ଶକ୍ତିଶାଳୀ କରି ନୂତନ ଆରମ୍ଭ ଦେଇଥାଏ। ଓಂ ନମ ଶିବାୟ।